ଶ୍ରୀମଦ୍ଭଗବଦ୍ଗୀତା 57-58 ଶ୍ଲୋକ ଦ୍ୱିତୀୟ ଅଧ୍ୟାୟ। ଯେ ଲୋକ ଭଲ ମନ୍ଦ ନିନ୍ଦା ପ୍ରଶଂସା ଯେବେ ସବୁ ଇଚ୍ଛା କରେ ନାହିଁ, ମନ ତାର ଅଭିମାନ ଶୂନ୍ୟ, ସମ୍ପତ୍ତି ସ୍ତ୍ରୀ ପୁତ୍ର କଳାତ୍ର ନିଜ ଦେହ ଏଥିରେ ଆସକ୍ତି ବା ମାୟା ନଥାଏ। ପୁଣି ମନ ବଚନ ଯାହାର ଏକ ପ୍ରକାର, ତାହାକୁ ସ୍ଥିତପ୍ରଜ୍ଞ କହନ୍ତି। ଯାହାର ଭଲ ମନ୍ଦ ନାହିଁ, ନିନ୍ଦା ପ୍ରଶଂସା ନ ଇଚ୍ଛଇ, ଛଳନା ଚିତ୍ତରେ ନଥାଏ, ପଦାର୍ଥେ ଆସକ୍ତ ସେ ନୁହେଁ। ଜାୟା ପୁତ୍ର କଳତ୍ର ଧନ ଆବର ନିଜ ଦେହ ପୁନ, ଏଥିରେ ମୋହ ଲୋଭ ନାହିଁ। ମନ ବଚନ ଏକ ହୋଇ ସେ ଅଟେ ସ୍ଥିତପ୍ରଜ୍ଞ ଜାଣ, ଏହା ଅର୍ଜୁନ ମନ ଘେନ। ଦ୍ୱିତୀୟ ଅଧ୍ୟାୟ। ଯଦା ସଂହରତେ ଚାୟଂ କୂର୍ମେ ଜ୍ଞାନୀ ନବ ସର୍ବଶଃ, ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥୈସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। କଇଁଛ ସେ ଯେପରି ଖୋଳ ଭିତରେ ନିଜକୁ ଗୋପନ କରେ, ପୁଣି ନିଜର ଇଚ୍ଛା ହେଲେ ବାହାର କରେ, ସେହିପରି ଯେ ଜ୍ଞାନୀ ଲୋକ ଯେ ଇନ୍ଦ୍ରିୟମାନଙ୍କୁ ଦମନ କରି ଇନ୍ଦ୍ରିୟର ସଂଯୋଗ ବିଷୟଯୋଗ ଦ୍ୱାରା ପରମାନନ୍ଦରେ ଚିତ୍ତକୁ ନିଜ ଇଚ୍ଛାରେ ରଖିଥାଏ, ସେହି ଲୋକକୁ ସ୍ଥିତପ୍ରଜ୍ଞ କହନ୍ତି। କଚ୍ଛପ ନିଜର ଦେହ ସ୍ନେହ ବଂଶା ପଞ୍ଚାଙ୍ଗ ରଖଇ ଗୋପନେ ନିଜ ଇଚ୍ଛାରେ ବାହାରଇ, ପୁଣି ସେ ଭିତରେ ପଶଇ, ସେହିପରି ଜ୍ଞାନୀ ବନନ୍ତ ନର ନିଜ ଇଚ୍ଛାରେ କାରବାର, ସଂଯୋଗ ବିଯୋଗ ଇନ୍ଦ୍ରିୟ ଇଚ୍ଛାରେ ଭୋଗ ବିଷୟ ପରମାନନ୍ଦ ଚିତ୍ତ ଥାଏ, ସେ ଲୋକ ସ୍ଥିତପ୍ରଜ୍ଞ ହୁଏ। हे प्रभु नारायण वासुदेव, राधे राधे। प्लीज लाइक शेयर सब्सक्राइब करंतु।